ଜହନ 15 ଅଧ୍ୟାୟ ତାର 12 ପଦରେ ଏ ପ୍ରକାର ଲେଖା ଅଛି, ମୁଁ ଯେପରି ତୁମ୍ଭମାନଙ୍କୁ ପ୍ରେମ କରିଅଛି ତୁମ୍ଭେମାନେ ସେହିପରି ପରସ୍ପରକୁ ପ୍ରେମ କର, ଏହି ମୋହର ଆଜ୍ଞା। ଏଇଠାରେ ପ୍ରଭୁ ଆମମାନଙ୍କୁ ପରସ୍ପରକୁ ପ୍ରେମ କରିବା ନିମନ୍ତେ ଶିଖାଉଅଛନ୍ତି। ତ ଏଇଠାରେ ଆପଣମାନେ ଏହା ଭାବ ନାହିଁ ଯେ ପ୍ରଭୁ ଆମମାନଙ୍କୁ ଅନୁରୋଧ କରୁଅଛନ୍ତି, ରିକ୍ୱେଷ୍ଟ କରୁଅଛନ୍ତି ବା ଉତ୍ସାହ କରୁଅଛନ୍ତି କି ଅନ୍ୟକୁ କେଉଁ ପ୍ରକାର ପ୍ରେମ କରିବ ବା ଅନ୍ୟକୁ ଆପଣମାନେ ପ୍ରେମ କରିବ ନା ନାହିଁ, ଅନ୍ୟକୁ ଆପଣମାନେ ପ୍ରେମ କରିବାକୁ ଚାହୁଁଛନ୍ତି ନା ନାହିଁ, ଏହି ପ୍ରକାର ପ୍ରଭୁ ଆମମାନଙ୍କୁ କହୁନାହାନ୍ତି। ଇଜ୍ ନଟ୍ ରିକ୍ୱେଷ୍ଟିଂ ଆସ୍ ସୁଡ୍ ୱି ଲଭ୍ ଅଦର୍ସ ଅର୍ ନଟ୍, ହି ଜଷ୍ଟ କମାଣ୍ଡିଂ, ସେ ଆମମାନଙ୍କୁ ଆଜ୍ଞା ଦେଉଅଛନ୍ତି କି ଆମମାନଙ୍କୁ ଏନି ହାଉ ଆମମାନଙ୍କୁ ପରସ୍ପରକୁ ପ୍ରେମ କରି ଜୀବନ ବ୍ୟତୀତ କରିବାକୁ ପଡ଼ିବ। ଆମମାନଙ୍କୁ ଅପସନ୍ ଦେଉନାହାନ୍ତି। ଏଇଠାରେ ଆମମାନଙ୍କୁ ସେ ଅନୁରୋଧ କରୁନାହାନ୍ତି କି ଆପଣମାନେ ପ୍ରେମ କରିପାରିବେ, ଆପଣମାନେ ଯଦି ଇଚ୍ଛା କରୁଅଛନ୍ତି, ଆପଣମାନେ ଯଦି ଚାହୁଁଅଛନ୍ତି ତ ଆପଣମାନେ ପରସ୍ପରକୁ ପ୍ରେମ କରିପାର ବା ଆପଣମାନେ ଇଚ୍ଛା କରନ୍ତି ତେବେ ଆପଣମାନେ ପରସ୍ପରକୁ ପ୍ରେମ କର। ଏଇଠାରେ ୱିଥ୍ ଷ୍ଟ୍ରଙ୍ଗ ତାର ଅଧିକାରର ସହିତ ସେ ଆମମାନଙ୍କୁ ଆଜ୍ଞା ଦେଉଅଛନ୍ତି କି ଯେପରି ତୁମ୍ଭମାନଙ୍କୁ ପ୍ରେମ କରିଅଛି ତୁମ୍ଭେମାନେ ସେହିପରି ପରସ୍ପରକୁ ପ୍ରେମ କର, ଏହି ମୋହର ଆଜ୍ଞା। ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଯଦି ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁନାହୁଁ, ପରସ୍ପରଙ୍କୁ ଗ୍ରହଣ କରୁନାହୁଁ, ପରସ୍ପର ପ୍ରତି ଗୋଟିଏ ପ୍ରେମ ମନୋଭାବ ନାହିଁ ଆମମାନଙ୍କ ପ୍ରତି, ତ ଆପଣମାନେ ଧ୍ୟାନ ରଖନ୍ତୁ ପ୍ରଭୁଙ୍କର ଗୋଟିଏ ମହାନ ଆଜ୍ଞାକୁ ଆମେ ତୁଚ୍ଛ କରୁଅଛୁ।